हे कार्तिक महात्मने नमो नमो। हे कार्तिकेश्वर एही चंदनगढ़ राज्य को एक रात्र पाई सुखमय कर दियो प्रभु, सुखमय कर दियो। शांतकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिर्विद्यानगम्यं वन्दे विष्णु भवभयहरं सर्वलोकैकनाथं। हे शिवशंकर रुद्रेण नीलकंठ त्रिलोचन भव सर्वभवानीश मृत्युंजय नमोस्तुते। महारानी रेणुका स्वामी धन्य मुहि चंदनगढ़ राजा नगेंद्र प्रताप स्वामी शांतशील राजा बोली घोषे त्रिजगते। प्राणनाथ महारानी प्राणनाथ कि सुंदर प्रतार सुनेली रंगरे आच्छादित मोहर सिनत्र मृदु मलୟରେ मन प्राण निये आनंदरे भरे। प्राणनाथ महारानी रेणुका स्वामी तुमे तो जानिछ महारानी की कथा स्वामी राज्य रे मो भौगोलिक आयतन होई पारे छोट स्वामी बृहत्तर किंतु मो राज्य अद्वितीय स्वामी शत्रु भय नाही मो राज्य स्वामी नाही चरा नाही व्याधि सुखर स्रोतरे भासुछंती मोर प्रजापुंज। प्राणनाथ कि आनंद कि उल्लासे राज्यव्यापी आज खाली जयकार ध्वनि छुटी चाले पुरे मोर सुख्यात सुनाम। महारानी रेणुका प्राणनाथ आस सेही आनंदरे गाई जीवा गोटिए सुमधुर संगीत। चलन्तु स्वामी। राजा कुला इंद्र राजन नगेंद्र राजमार्गे धीरे गमन अति स्नेहमयी धर्मपत्नी मोर ज्ञानवंत संगे घेनीण राजा कुला इंद्र राजन नगेंद्र राजमार्गे धीरे गमन अति स्नेहमयी धर्मपत्नी मोर ज्ञानवंत संगे घेनी पूर्ण चंद्रमा परी तांकर दिशे गोरा बदन नील पलर सदृश्य जान तांक बेनीलोचन सर्वांगे मंडित रत्न अलंकार अंगे दिव्य वसन राजा कुला इंद्र राजन नगेंद्र राजमार्गे धीरे गमन अति स्नेहमयी धर्मपत्नी मोर ज्ञानवंत संगे घेनी। कि सुंदर हिम चंदन गद शिरा अनिला मोती माणिक्य ध्वजा हे मो चंदन गद महारानी
ଚାଣ୍ଡ ଶୂଳ ବିରାଜିତ ସୁବେଶ ସୁନ୍ଦର ସୁରଙ୍ଗ ଧୀର ମୁଖ କମଳ ସଂସ୍କୃତ ଯୁଗଳ କନରେ ରତ୍ନ କୁଣ୍ଡଳ ଚାଣ୍ଡ ଶୂଳ ବିରାଜିତ ସୁବେଶ ସୁନ୍ଦର ସୁରଙ୍ଗ ଧୀର ମୁଖ କମଳ ସଂସ୍କୃତ ବକ୍ଷସ୍ଥଳେ ଲମ୍ବି ଅଛି ସୁଗନ୍ଧ ମାଡ଼ି କସ୍ତୁରୀ କୁସୁମଙ୍ଗେ କରିଛି ବୋଲି ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ତୁଳେ ଯାର ଯଶମାନ ରାଜକୁଳ ଇନ୍ଦ୍ର ରାଜନନ କେନ୍ଦ୍ର ରାଜମାତେ ଧୀରେ ଗମନ ଅତି ସ୍ନେହମୟୀ ଧର୍ମପତି ମୋର ଜ୍ଞାନବନ୍ତ ସଙ୍ଗେ ଘେନିଲ କି ସୁନ୍ଦର ଏ ରାଜ୍ୟ ଧନ୍ୟ ଧନ୍ୟ ମୋହେ ଏହି ଚନ୍ଦନଗଡ଼ରେ ରାଜଶାସକ ହିସାବରେ ମହାରାଣୀ ରେଣୁକା ପ୍ରାଣନାଥ କି ସୁନ୍ଦର ଏହି ମୋ ଚନ୍ଦନଗଡ଼ ସ୍ୱାମୀ ହୀରା ନୀଲା ମୋତି ମାଣିକ୍ୟରେ ଖଞ୍ଜା ଏହି ମୋ ଚନ୍ଦନଗଡ଼ ସ୍ୱାମୀ ମହାରାଣୀ ପ୍ରାଣନାଥ ତୁମ ପରି ସହଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ଉଡ଼େ ମୋର ବିଜୟ କେତନ ସ୍ୱାମୀ ମହାରାଣୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ପାଇ ନିଜକୁ ନିଜେ ଧନ୍ୟ ମନେ କରିଛି ସତରେ ମହାରାଣୀ କାହିଁକି ନା ଜାଣିଛନ୍ତି ଆପଣ ଭାଗ୍ୟରେ ଥିଲେ ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ କରିବାକୁ ହେବ ମହାରାଣୀ ସ୍ୱାମୀ ହେ ପ୍ରାଣପତି ହେ ପ୍ରାଣପତି ଏ ପାଦ ପଙ୍କଜ ସେବି ଲଭିବି ମୁକ୍ତି ଏ ପାଦ ପଙ୍କଜ ସେବି ଲଭିବି ମୁକ୍ତି ତବ ଚରଣ ସେବାର ପୁଣ୍ୟ ତବ ଚରଣ ସେବାର ପୁଣ୍ୟ ନାରୀ ଧର୍ମ ସଦା ପତି ଭଗତି ହେ ପ୍ରାଣପତି ହେ ପ୍ରାଣପତି ହେ ପାଦ ପଙ୍କଜ ସେବି ଲଭିବି ମୁକ୍ତି ହେ ପାଦ ପଙ୍କଜ ସେବି ଲଭିବି ମୁକ୍ତି ଉଠ ମହାରାଣୀ ଉଠ ଯଶସ୍ୱୀ ଭବ ଉଠ ମହାରାଣୀ ଧନ୍ୟ ମହାରାଣୀ ପ୍ରାଣନାଥ ଧନ୍ୟ ହେଲି ଶୁଣି ତୁମ ସୁଧା ସମବାଣୀ ପ୍ରାଣନାଥ ପତି ପରାମର୍ଶେ ତୁମେ ଅଟ ବିଶାରଦ ପ୍ରାଣନାଥ ମହାରାଣୀ ସ୍ୱାମୀ ତୁମେ ତ ଜାଣିଛ ମହାରାଣୀ କି କଥା ସ୍ୱାମୀ ଦେଖୁ ଦେଖୁ ଚତୁର୍ଥ ଅବସ୍ଥା ମୋର ହେଲା ଉପନୀତ ଆରେ ଭାବୁଅଛି ମନେ କି କଥା ଆପଣ ଭାବୁଛନ୍ତି ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ ବିଶ୍ରାମ କରିବାକୁ ଚାହେଁ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ସ୍ୱାମୀ
ମୋର ଗୋଟିଏ ଛୋଟିଆ ଆପତ୍ତି ଅଛି। ଛୋଟିଆ ଆପତ୍ତି ଅଛି? ଛୋଟ ମୁହଁରେ ବଡ଼ କଥା। ମହାରାଣୀ କାହିଁକି ନା ଜାଣିଛନ୍ତି ପ୍ରାଣନାଥ, ହଁ ଆପଣଙ୍କର ଜ୍ୟେଷ୍ଠ ନନ୍ଦନ ଆଦର୍ଶ ଜ୍ୟେଷ୍ଠ ନନ୍ଦନ ଆଦର୍ଶ ଆମ ଜମିଦାର ରୁଦ୍ରମାଧବଙ୍କର ଝିଅ, ନାମ ଅଟେ ତାର ରୂପାଳୀ। ରୂପାଲି? ହଁ ପ୍ରାଣନାଥ, ସେଇ ରୂପାଳୀ ସହିତ ଆମ ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା ବଢି ଉଠିଛି। ନା ମହାରାଣୀ ନା, ସ୍ୱାମୀ, କାହିଁକି ଏସବୁ ମିଛ କହୁଛ ମହାରାଣୀ? ଏ କଥା ମୁଁ କାହିଁକି କହୁଛି? ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରା ହେଇ କହୁଛନ୍ତି ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ। ନା ମହାରାଣୀ ନା, ଆରେ ଲୋକେ ଜାଣିଲେ କଣ କହିବେ? ପ୍ରାଣନାଥ, ଦେଖ ଦେଖ ରେ ଆଦର୍ଶର ସାବତ ମା କେମିତି କହୁଛି। ସ୍ୱାମୀ, ନା ମହାରାଣୀ ନା, ତୁମେ ଜାଣିନ ମହାରାଣୀ, ତାର ମାର ପାରିକୁ ଚାଲିଗଲା ପରେ ଏଇ ହାତରେ ତାକୁ ଲାଳନ ପାଳନ କରି ଏଡ଼ିଟିଏ କରିଛି। ସେ ଆଦର୍ଶର କଥା ମୁଁ ଜାଣିବିନି କାହିଁକି? ନା ମହାରାଣୀ, ଆଦର୍ଶ ଏମିତି କାମ କରିବନି ଯେ ଏ ଦୁନିଆ ଆଗରେ ମତେ ମୁଣ୍ଡ ନୁଇଁବାକୁ ପଡ଼ିବ। ପ୍ରାଣନାଥ, ହଁ ମହାରାଣୀ, ଆଉ ଜାଣିଛ, ଆଉ କି କଥା ସ୍ୱାମୀ? କାହାରି କଥାକୁ ମୁଁ ବିଶ୍ୱାସ କରିବିନି। କାହିଁକି? କାହିଁକି? ଯେବେ ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ। ସ୍ୱାମୀ, ହଁ ମହାରାଣୀ, ଆଦର୍ଶକୁ ମୁଁ ନିଶ୍ଚୟ ପଚାରିବି, ଏ ଆଦର୍ଶ ମୋର କଣ ଭୁଲ ରହିଗଲା ଯେ ଏ ଦୁନିଆ ଆଗରେ ମତେ ଲଜ୍ଜିତ ହେବାକୁ ପଡୁଛି? କହିବି ମହାରାଣୀ, ଆସନ୍ତା କାଲି ମୁଁ ନିଶ୍ଚୟ କହିବି। ମୁଁ ବି ତ ସେଇ କଥା ଆପଣଙ୍କୁ କହୁଥିଲି। ନେଡ଼ିଗୁଡ଼ କହୁଣୀକୁ ବହିଯିବା ଆଗରୁ ଏ ହେଉଛି ଉପଯୁକ୍ତ ସମୟ। ମହାରାଣୀ, ଏଇ ସମୟରେ ଯଦି ଆପଣ ଭାବିଚିନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ହୁଏତ କଥାଟା ଆଗକୁ ଗତି କରିପାରନ୍ତା ନାହିଁ। ହଁ ମହାରାଣୀ, ମୁଁ ଚିନ୍ତା କରିବି, ମୋ ଆଦର୍ଶକୁ ଆସନ୍ତା କାଲି ପଚାରିବି। ହେଲେ ମହାରାଣୀ, ହେଲେ ପୁଣି କଣ ସ୍ୱାମୀ? ଆରେ ସମୟଟା ଅତିବାହିତ ହୋଇଗଲାଣି, ସ୍ୱାମୀ, ଚାଲ କଣ କିଛି ଖାଇବାକୁ ଦବ? ନିଶ୍ଚୟ ସ୍ୱାମୀ, କିନ୍ତୁ ଗୋଟିଏ କଥା, କଣ? ମୁଁ ସିନା ଆଦର୍ଶକୁ ଜନ୍ମ ଦେଇନି, ହଁ ଶ୍ରୀକୃଷ୍ଣ ଯେମିତି ଦେବକୀ ଗର୍ଭରେ ଜନ୍ମ ନେଇ ଗୋପପୁରକୁ ଯାଇ ଯଶୋଦା କୋଳରେ ବଢିଥିଲେ, ହଁ ଠିକ ସେମିତି ଆପଣ ମତେ ଦ୍ୱିତୀୟ ଥର ବାହା ହୋଇଛନ୍ତି ସତ, ହଁ ମହାରାଣୀ, କିନ୍ତୁ ତା ମା ଯେତେବେଳେ ଆରପାରିକୁ ଚାଲି ଯାଇଛି, ମୁଁ ବି ତ ଆଦର୍ଶକୁ ଏଡ଼ିଟି କରିଛି। ଆଦର୍ଶ ପ୍ରତି ମୋର କୌଣସି ଗୋଟିଏ ଚିନ୍ତାଧାରା ଅଛି ନା ପ୍ରାଣନାଥ। ହଁ ମହାରାଣୀ, ସେଇଥିପାଇଁ ମୁଁ କଣ କହୁଥିଲି କି, କଣ କହୁଥିଲ? ଆପଣ ଚାଲନ୍ତୁ, ଆପଣଙ୍କ ପଛେ ପଛେ ମୁଁ ନିଶ୍ଚୟ ଯାଉଛି। ଠିକ ଅଛି ମହାରାଣୀ, ତେବେ ଚାଲ ଯିବା।
कोई प्रभु रामचंद्र को 14 वर्ष वनवास कर देइथिले ठीक है जुगर मध्य रेणुका को सही कोकई मा साजिबा को पड़िबो जमिते हेले भी कले बळे कौशले मो पुत्र वास्तव को करबे राज्य रे राजा मालो विल्लमा मुहे भी राजा राजमाता आ मो पुआ वास्तव हेबो ए राज्य रे राजा आ लोक देखिले कइबे देखले देखमा द्वितीय थर बाई आसिला मध्य जेमिते तापुआ वास्तव के राज्य रे राजा कराइला बा ए सब हो जाइछि केवल मो भाई नारायण महंत पाई से मते कोन कहि दिले जानिछ ए भौणी रेणुका ए बुढ़ा राजा को बाहई जा देखिबू राजा राजा संपत्ति राजा तो नारे कर देबे आ तोर सब जो पुत्र संतान जन्म हेबम से राजा 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 न छेन गुड़म मो भाई नारायण महंती मो घर को आसिनी आज घातक हस्तर खबर दे कहिछि केमिते हेले मो भौणी रेणुका घर को जीबी निश्चय से आसीतिबा आज देखिबे मो भाई रेणुका कहूछु माने नारायण महंती को तार दिन को मोर दिन